ମାତୃଭାଷା ଓ ଲୋକଶିକ୍ଷା ପାଠର ଆଜି ଆମେ ପ୍ରଶ୍ନ ତ ଆଲୋଚନା କରିବୁ। ଏକ ନମ୍ବର କୁହାଯାଇଛି ଦୁହ ଯୋଗ ଭାଗ୍ୟ ଦୁର୍ଭାଗ୍ୟ। ଏହିପରି ଦୁହ ଉପସର୍ଗ ଲଗାଇ ଆଉ କେତୋଟି ଶବ୍ଦ ଲେଖ କହିଦେଲା। ଦୁଶ୍ଚିନ୍ତା, ଦୁର୍ଭାବନା, ଦୁଶ୍ଛେଦ୍ୟ, ଦୁର୍ମତି, ଦୁର୍ବଳ, ଦୁର୍ଯୋଗ। ଅନ୍ନ ବସ୍ତ୍ର ପରି ଆଉ 4ଟି ଯୋଡ଼ା ଶବ୍ଦ ପଠିତ ବିଷୟରୁ ଚୟନ କର। ବିଦ୍ୟା ବୃଦ୍ଧି, ରଙ୍ଗରୂପ, ଘରଦ୍ୱାର, ହାଣ୍ଡି, ମାଠିଆ, ରାସ୍ତାଘାଟ, କାନ୍ଥ, ବାଡ଼। 3 ନମ୍ବର ଯେପରି ମନ ଶବ୍ଦରେ ଇକ ପ୍ରତ୍ୟୟ ଲାଗି ମାନସିକ ହୋଇଛି, ସେହିପରି ଆଉ 4ଟି ଇକ ପ୍ରତ୍ୟୟ ଯୁକ୍ତ ଶବ୍ଦ ଲେଖ। ଗାଣିତିକ, ରାଜସିକ, ଦୈନିକ, ବାଚନିକ। ନମ୍ବର 4 ସନ୍ଧି ବିଚ୍ଛେଦ କର କୁହାଯାଇଛି। ସର୍ବୋତ୍କୃଷ୍ଟ, ସର୍ବଯୋଗ ଉତ୍କୃଷ୍ଟ, ନିଶ୍ଚୟ, ନିହଯୋଗ ଚୟ, ନିରଲସ, ନିହଯୋଗ ଅଲସ, ଉଚ୍ଛନ୍ନ, ଉତଯୋଗ ମୋଚନ, ନିରବଚ୍ଛିନ୍ନ, ନିଯୋଗ ଅବଚ୍ଛିନ୍ନ। 5 ନମ୍ବର ବିପରୀତ ବୋଧକ ଶବ୍ଦ ଲେଖ। ଜ୍ଞାନୀ, ଅଜ୍ଞାନ, ସନ୍ଦେହ, ନିସନ୍ଦେହ, ସୁଯୋଗ, ଦୁର୍ଯୋଗ, ଆମଦାନୀ, ରପ୍ତାନି, ଆରମ୍ଭ, ଶେଷ, ଆଦର୍ଶ, ଅନାଦର୍ଶ। 6 ନମ୍ବର କ ସ୍ତମ୍ଭ ସହିତ ଖ ସ୍ତମ୍ଭ ଯୋଗ କର। ଦିନ ହେଉଛି ଗଣତାନ୍ତ୍ରିକ ଶିକ୍ଷା, ହିବ୍ରୁ, ଇସ୍ରାଏଲ, ମାତୃଭାଷା, ମାତୃଭୂମି, ମାତୃଭାଷା, ଆଦର୍ଶ ଦ୍ରଷ୍ଟା ଗାନ୍ଧୀଜୀ, ସଂସ୍କୃତି କେନ୍ଦ୍ର ପୁରୀ, କୃଷି, ଟେକ୍ନିକାଲ ଇଡିୟମ। ନମ୍ବର 7 ପ୍ରଦତ୍ତ ଉତ୍ତର ଗୁଡ଼ିକରୁ ଠିକ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର। ବଙ୍ଗଲା, ହିବ୍ରୁ, ଗଙ୍ଗାଧର ମେହେର। ନମ୍ବର 8 ଜନତାର ପ୍ରଥମ ପ୍ରୟୋଜନ କଣ? ପ୍ରାବନ୍ଧିକ ମତରେ ଆଞ୍ଚଳିକ ଭାଷା ହେଉଛି ଜନତାର ପ୍ରଥମ ପ୍ରୟୋଜନ। ଦେଶଭକ୍ତ ବୋଲି କାହାକୁ କୁହାଯାଇ ପାରିବ ନାହିଁ। ପ୍ରାବନ୍ଧିକ ମତ ଯେଉଁ ଲୋକର ମାତୃଭାଷା ପ୍ରତି ମମତା ନାହିଁ, ତାହାକୁ କେବେ ଦେଶଭକ୍ତ ବୋଲି କୁହାଯାଇ ପାରିବ ନାହିଁ। ଗଣତନ୍ତ୍ରର ମୂଳ ମନ୍ତ୍ର କହିଲ କଣ ବୁଝ? ଶିକ୍ଷା ହିଁ ଗଣତନ୍ତ୍ରର ମୂଳ ମନ୍ତ୍ର। କାରଣ ସାଧାରଣ ଜନତା ଉପଯୁକ୍ତ ଶିକ୍ଷା ନ ପାଇଲେ ଗଣତନ୍ତ୍ର କେବେ ସଫଳ ହୋଇପାରିବ ନାହିଁ। ସମୂହ ଜନତା ଅଳ୍ପ ସମୟ ମଧ୍ୟରେ କିପରି ଶିକ୍ଷିତ ହୋଇପାରିବେ? ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ନିମନ୍ତେ ବ୍ୟବସ୍ଥା କଲେ ଅଳ୍ପ ସମୟ ମଧ୍ୟରେ ସମୂହ ଜନତା ଶିକ୍ଷିତ ହୋଇପାରିବେ। ବିଦେଶୀ ଭାଷା ଲୋକମାନଙ୍କ ଭିତରେ ସହଜରେ ପ୍ରସାରିତ ନ ହେବା କାରଣ କଣ? ବିଦେଶୀ ଭାଷା ଶିକ୍ଷା ସମସ୍ତ ହୋଇପାରନ୍ତି ନାହିଁ। ଯେଉଁ କେତେ ଜଣ ଶିକ୍ଷା କରନ୍ତି, ସେମାନଙ୍କ ପକ୍ଷେ ସେହି ଭାଷାକୁ ମାତୃଭାଷା ପରି ବ୍ୟବହାର କରିବା ସ୍ୱାଭାବିକ ବା ସହଜ ହୁଏ ନାହିଁ। ଫଳରେ ବିଦେଶୀ ଭାଷା ଲୋକମାନଙ୍କ ମଧ୍ୟରେ ସହଜ ପ୍ରସାରିତ ହୋଇପାରେ ନାହିଁ। କେଉଁ ପ୍ରାକୃତିକ ପାଚେରୀକୁ ଭାଙ୍ଗିବା ପାଇଁ ଗାନ୍ଧୀଜୀ ପ୍ରଥମେ ପ୍ରୟାସ କରିଥିଲେ? ଇଂରେଜୀ
ପାରଙ୍ଗମତା ଇଂରେଜୀ ଅପାରଗତାକୁ ନେଇ ଆମ ଦେଶକୁ ଦୁଇ ଭାଗଭୁକ୍ତ ହୋଇଛି। ଗୋଟିଏ ପାଠୁଆ ଅନ୍ୟଟି ଅପାଠୁଆ। ଏକା ଘର ଭିତରେ ଏହି ଦୁଇଙ୍କ ମଧ୍ୟରେ ଉଠିଛି ଏକ ଅଦୃଶ୍ୟ ପାଚେରୀ। ଇଂରାଜୀ ମାଧ୍ୟମରେ ଏହି ଅପ୍ରାକୃତିକ ପାଚେରୀକୁ ଭାଙ୍ଗିବା ପାଇଁ ଗାନ୍ଧିଜୀ ପ୍ରଥମେ ପ୍ରୟାସ କରିଥିଲେ। କୃଷି ବିଷୟକ ଶିକ୍ଷା ମାତୃଭାଷାରେ ହେଲେ କି ସୁଫଳ ହୁଅନ୍ତା। କୃଷି ବିଷୟକ ଶିକ୍ଷା ମାତୃଭାଷାରେ ହେଲେ ଆମ ଦେଶର ଇଂରାଜୀ ଅନଭିଜ୍ଞ ଭଲ ଭଲ ଅଭିଜ୍ଞ କୃଷକମାନେ ସେଠାରେ ସାମୟିକ ଶିକ୍ଷା ନେଇପାରନ୍ତେ ଏବଂ ଆମ କୃଷି ଛାତ୍ରମାନ ସେମାନଙ୍କ ପାଇଁ ସରଳ ପୁସ୍ତକମାନ ସହଜରେ ଲେଖିଦେଇ ପାରନ୍ତି। ମାତୃଭାଷା ସମ୍ପର୍କରେ ଗାନ୍ଧିଜୀ ଓ ରବୀନ୍ଦ୍ରନାଥ ଦୃଷ୍ଟିକୋଣ କିପରି ଥିଲା? ମାତୃଭାଷା ସମ୍ପର୍କରେ ଗାନ୍ଧିଜୀ ଓ ରବୀନ୍ଦ୍ରନାଥ ଯାହା କହୁଥିଲେ ତାହା ସେମାନେ ଜାତୀୟତା ସ୍ରୋତରେ ଭାସିଯାଇ କହୁନଥିଲେ। ସେମାନଙ୍କର ଦୃଷ୍ଟିକୋଣ ଥିଲା ଖୁବ୍ ପ୍ରାକ୍ଟିକାଲ। ରୁଷ ସରକାର ପ୍ରତ୍ୟେକ ସୋଭିଏତ ଲୋକମାନଙ୍କୁ କେଉଁ ଅଧିକାର ଦେଇଛନ୍ତି? ରୁଷ ସରକାର ପ୍ରତ୍ୟେକ ସୋଭିଏତ ଲୋକମାନଙ୍କୁ ସେମାନଙ୍କର ମାତୃଭାଷାରେ ଶିକ୍ଷା ଓ ଶାସନ ଚଳାଇବାର ଅଧିକାର ପ୍ରଦାନ କରିଛନ୍ତି। ଗାଁ ଗହଳରେ ଇଂରେଜୀ ପଢୁଆ ବିଡିଓ ଏବଂ ପଞ୍ଚାୟତ ଇଞ୍ଜିନିୟରଙ୍କ ଉଦାହରଣ ଦେଇ ଲେଖକ କି ମନ୍ତବ୍ୟ ଦେଇଛନ୍ତି? ଗାଁ ଗହଳରେ ଇଂରାଜୀ ପଢୁଆ ବିଡିଓ ଏବଂ ପଞ୍ଚାୟତ ଇଞ୍ଜିନିୟରଙ୍କ ଉଦାହରଣ ଦେଇ ପ୍ରାବନ୍ଧିକ କହିଛନ୍ତି ଯେ ସେମାନଙ୍କ କଥୋପକଥନ ସମୟରେ ସେମାନଙ୍କ ଦିଗ ଛିଡ଼ା ହୋଇଥିବା ଇଂରାଜୀ ଅଭିଜ୍ଞଙ୍କ ସରପଞ୍ଚ ବ୍ୟବସ୍ଥା ଦୟନୀୟ ହୋଇ ପଡ଼ିଥାଏ। କେଉଁ କାରଣ ପାଇଁ ସ୍କଟଲ୍ୟାଣ୍ଡରେ ମାସ ମାସ ଧରି ଆନ୍ଦୋଳନ ଚାଲିଥିଲା? ଇଂଲଣ୍ଡରେ ଗୋଟିଏ ଷ୍ଟ୍ରିଟ୍ ଅଛି, ତା ନାଁ ହେଉଛି କଣ୍ଡ୍ୟୁଟ ଷ୍ଟ୍ରିଟ୍। BBC ସମ୍ପାଦ ପ୍ରଚାର ବେଳେ ସେହି ନାମକୁ ଶୁଦ୍ଧ ଭାବରେ ଉଚ୍ଚାରଣ କରାଯାଇନଥିବାରୁ ସ୍କଟଲ୍ୟାଣ୍ଡରେ ମାସ ଧରି ଆନ୍ଦୋଳନ ଚାଲିଥିଲା। କେଉଁମାନଙ୍କୁ ରିଙ୍ଗ ଲିଡର କୁହାଯାଉଥିଲା? ବ୍ୟାସକବି ଫକୀରମୋହନ ସେନାପତିଙ୍କ ପରି ଯେଉଁମାନେ ଓଡ଼ିଆ ଭାଷାର ଉନ୍ନତି କଥା ଚିନ୍ତା କରୁଥିଲେ ସେମାନଙ୍କୁ ରିଙ୍ଗ ଲିଡର ବୋଲି କୁହାଯାଉଥିଲା। ଶାସିତ ଶାସକଙ୍କ ଠାରୁ କିଏ ଦୂରେଇ ରଖିଛି ବୋଲି ଲେଖକ କହିଛନ୍ତି? ଇଂରେଜୀ ଭାଷା ହିଁ ଶାସକଙ୍କ ଠାରୁ ଦୂରେଇ ରଖିଛି ବୋଲି ଲେଖକ କହିଛନ୍ତି। ପ୍ରସଙ୍ଗ ସରଳାର୍ଥ ମାତୃଭାଷାରେ ମନୁଷ୍ୟର ଯେଉଁ ମୂର୍ତ୍ତି ହୁଏ ଅନ୍ୟ କୌଣସି ଦ୍ୱିତୀୟ ଭାଷା ତା ହୁଏ ନାହିଁ। ତ ପ୍ରବନ୍ଧଟି ପ୍ରାବନ୍ଧିକ ଲୋକବିହାରୀ ଧଳଙ୍କ ସହିତ ରଚିତ ମାତୃଭାଷା ଓ ଲୋକଶିକ୍ଷା ପ୍ରବନ୍ଧରୁ ସଂଗୃହୀତ। ଏଠାରେ ପ୍ରାବନ୍ଧିକ ମାତୃଭାଷାର ମହତ୍ତ୍ୱ ପ୍ରତିପାଦନ କରିଛନ୍ତି। ବାଇଶ ନମ୍ବର ତେଇଶ ନମ୍ବର ବାସ୍ତବରେ ଲୋକଙ୍କ ହାତକୁ କ୍ଷମତା ଦେଇ ତାଙ୍କ ନିଜ ଭାଷାରେ ଶାସନ କାର୍ଯ୍ୟ ଚଳାଇବା ପାଇଁ ସୁଯୋଗ ନଦେଲେ ସେ କ୍ଷମତା କିଛି ଅର୍ଥ ନାହିଁ। ଉକ୍ତ ବା ପ୍ରୋକ୍ତ ପ୍ରବନ୍ଧଟି ପ୍ରାବନ୍ଧିକ ଗୋଲକ ବିହାରୀ ଧଳ ରଚିତ ମାତୃଭାଷା ଓ ଲୋକଶିକ୍ଷା ପ୍ରବନ୍ଧରୁ ସଂଗୃହୀତ। ଏଠାରେ ପ୍ରାବନ୍ଧିକ ମାତୃଭାଷାକୁ ଶିକ୍ଷା ଓ ଶାସନର ମାଧ୍ୟମ କରିବା ନିମନ୍ତେ ସ୍ୱୀୟ ଅଭିମତ ପ୍ରଦାନ କରିଛନ୍ତି। 24 ବଥ ସିନା ବଥାଏ ଆବୁ କାହାର ବଥାଏ ନାହିଁ। ଉକ୍ତ ପ୍ରବନ୍ଧଟି ଗୋଲକ ବିହାରୀ ଧଳ ରଚିତ ମାତୃଭାଷା
ଓ ଲୋକଶିକ୍ଷା ଶୀର୍ଷକ ପ୍ରବନ୍ଧରୁ ଆନିତ ଏଠାରେ ପ୍ରାବନ୍ଧିକ ମାତୃଭାଷାର ଉନ୍ନତି ନିମନ୍ତେ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି। ଦୀର୍ଘ ଉତ୍ତର ପ୍ରଥମ ଉତ୍ତର ଯାହାକି ଆମ ରହିଛି। ମିହିର ସାର୍ ଏସବୁ ଦୀର୍ଘ ଉତ୍ତର ପ୍ରଶ୍ନ ତ ରହିଅଛି, MCQ ଅଛି, ପରୀକ୍ଷା ଉପଯୋଗୀ ମଧ୍ୟ ରହିଅଛି।